ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ମୁଁ ରାଜେଶ। ଆଜି 10 ଜାନୁଆରୀ ବୁଧବାର 2024। ଆଜିର ମୁଖ୍ୟ ଖବର। ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବେ। ପୁରୀ ଅବଢ଼ାରୁ ବାହାରୁଥିବା ଶହ ଶହ ଲିଟର ପେଜ ଆଉ ନଷ୍ଟ ହେବ ନାହିଁ କି ପଚିଶଟି ଦୁର୍ଗନ୍ଧ ହେବ ନାହିଁ। ଏହାକୁ କାମରେ ଲଗାଯିବ। ପେଜରୁ ବାହାରୁଥିବା ବିଶୁଦ୍ଧ ଜଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏହା ନେଇ ସମାଧାନ କରାଯାଇଛି। ଅଙ୍ଗନବାଡ଼ି ଆଶାକର୍ମୀଙ୍କ ଦରମା ବଢ଼ିବ ନେଇ ଘୋଷଣା କଲେ ବିଜେଡି ନେତା ପାଣ୍ଡିଆନ। ଦରମା ବଢ଼ିବ ବୋଲି ରାଇଘରରେ ଘୋଷଣା କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ମିଶନ ଶକ୍ତିର MBK NMଙ୍କ ଦରମା ମଧ୍ୟ ବଢ଼ିବ ବୋଲି କହିଲେ ପାଣ୍ଡିଆନ। ରାଜ୍ୟ ସରକାର ଦରମା ବଢ଼ାଇବେ ବୋଲି ସେ ଘୋଷଣା କରିଛନ୍ତି। ଓଡ଼ିଶାରେ କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲୀଙ୍କ ନେତୃତ୍ୱରେ ଜାରି ରହିଛି ସାଗର ପରିକ୍ରମା ଯାତ୍ରା। ଏକାଦଶ ପର୍ଯ୍ୟାୟରେ ଆଜି ତୃତୀୟ ଦିନରେ ପହଞ୍ଚିଛି। ଏହା ଯାତ୍ରା ଅଧୀନରେ କେନ୍ଦ୍ରମନ୍ତ୍ରୀ ଆଜି ଭଦ୍ରକ ଜିଲ୍ଲା ଚାନ୍ଦିନୀପାଳରେ ମତ୍ସ୍ୟଜୀବୀଙ୍କ ଓ ଏହି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ସ୍କୁଲ ଛାତ୍ରଙ୍କ ସୃଜନଶୀଳ ଓ କଳାତ୍ମକ ପ୍ରତିଭାକୁ ପ୍ରୋତ୍ସାହନ ଦେଇ ଭାରତ ସଂସ୍କୃତି ବିବିଧତା ସହ ଯୋଡ଼ି ହେବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନକୁ ସାକାର କରିବା ଦିଗରେ କଳା ଉତ୍ସବ ଏକ ଅନ୍ୟ ପ୍ରୟାସ। ମଙ୍ଗଳବାର ନୂଆଦିଲ୍ଲୀଠାରେ ନବମ ରାଷ୍ଟ୍ରୀୟ କଳା ଉତ୍ସବରେ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭାରତ ଦୂତ ବୋଲର ମହମ୍ମଦ ଶାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ ଓଡ଼ିଆଇ ବିଶ୍ୱକପ 2023ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ ବୋର୍ଡ BCCI ଶାମିଙ୍କ ନାମ ସୁପାରିଶ କରିଥିଲା। ଶାମି ସମେତ 26 ଖେଳାଳି ଅର୍ଜୁନ ପୁରସ୍କାର ଦେବାକୁ କ୍ରୀଡ଼ା ମନ୍ତ୍ରାଳୟ